ଆଜି ପ୍ରଥମାଷ୍ଟମୀ। ମୁଁ ଘରର ସାନ। ଆଜି ମୋ ଝିଅର ପ୍ରଥମାଷ୍ଟମୀ ମୋ ପାଇଁ ବହୁତ ଖାସ୍। ଯେମିତି ମନର ସବୁ ଅଫସୋସକୁ ଆଜି ଧୀରେ ଧୀରେ ପୂରା କରିବି। ତା ଭିତରେ ମୁଁ ଜାଣିନି କେମିତି ନିଜକୁ ଖୋଜି ପାଇଛି। ସକାଳୁ ଉଠି ହଳଦୀ ଲଗେଇ ତାକୁ ଗାଧେଇ ଦେଇ ନେଇଗଲି ମୋ ଲକ୍ଷ୍ମୀକୁ ଜଗତର ଠାକୁରାଣୀ ମହାଲକ୍ଷ୍ମୀଙ୍କର ପୂଜା କରିବା ପାଇଁ। ତା ନୂଆ ଡ୍ରେସ୍କୁ ପୂଜା କରି ତାକୁ ଟିକେ ସଜେଇ ଦେଲି। ବିରି ଭିଜେଇ, ଚାଉଳ ଭିଜେଇ, ନଡ଼ିଆ ଗୁଡ଼ର ପୁର ଦେଇ ଅଷ୍ଟମୀ ପାଇଁ ପିଠା ବନେଇଛି। ହଳଦୀ ପତ୍ର ମିଳିନି ବୋଲି କଦଳୀ ପତ୍ରରେ କାମ ଚଳେଇଛି। ପିଠା କରି ବଡ଼ ଠାକୁରଙ୍କୁ ଆଉ ସିଏ ଯିଏ ସବୁ ଦେଇଛି ତାଙ୍କୁ ଭୋଗ ଲଗେଇଥିଲି। ପ୍ରଥମ କରି ଝିଅ ମୋର ପୁର ଦିଆ ପିଠା ଚାଖିବ। ପ୍ରଥମ କରି ଝିଅ ମୋର ଲେହେଙ୍ଗା ପିନ୍ଧିଛି। ପ୍ରଥମ କରି ମୁଁ ଝିଅ ସାଙ୍ଗେ ସାଙ୍ଗେ ଜଗାକୁ ଭୁଲିକି ବଡ଼ ଠାକୁରଙ୍କୁ ପୂଜା କରିଛି। ବଡ଼ ଠାକୁରଙ୍କୁ ବନ୍ଦେଇଛି। ଏତେ ସାରା ମିଠା ସ୍ମୃତି। ଝିଅକୁ ବନ୍ଦେଇଲା ବେଳେ ଝିଅ ମୋର ବହୁତ ଖୁସି ହେଉଥିଲା। ତା ଓଠର ହସ ମୋ ହୃଦୟର ଖୁସିକୁ ବଖାଣି ଦେଉଥିଲା। ତା ମଥାରେ ଲାଗିଥିବା ସେଇ ଚନ୍ଦନ ଟିପାଟା ଗୋଟେ ମାଆର ସ୍ନେହ, ସାନ ଝିଅର ସ୍ୱପ୍ନ, ଜଣା ନାହିଁ କେତେ ବର୍ଷର ସ୍ୱପ୍ନ, ଆଉ ଓଡ଼ିଆ ପରମ୍ପରାର ବିନ୍ଦୁକୁ ଝଲସେଇ ଦେଉଥିଲା। ଗୋଲାପୀ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧି ସୁନ୍ଦରୀ ମୋର ଆହୁରି ସୁନ୍ଦରୀ ଲାଗୁଥିଲା। ମୋ ଆଶା ବାହାରେ ସେ ତା ଆପ୍ରୋନକୁ କେରି କରୁଥିଲା। ମୁଁ ପ୍ରଥମ କରି ଘରର ଗୋଟେ ସାନ ଝିଅ ପ୍ରଥମାଷ୍ଟମୀ ପାଳନ କରିଛି। ପ୍ରଥମ କରି ଗୋଟେ ଘରର ସାନ ଝିଅ ପ୍ରଥମାଷ୍ଟମୀରେ ଏତେ ଖୁସି ଅଛି। ପ୍ରଥମ କରି ପ୍ରଥମାଷ୍ଟମୀରେ ଗୋଟେ ସାନ ଝିଅର ସ୍ୱପ୍ନ ପୁରା ହେଇଛି।